ମୁଁ ହେଉଛି ଶ୍ରୀଚରଣ ବେହେରା। 2022 ମସିହାର ବିଜେପି ଦଳର ପରାଜିତ ନୋମିନି। ତାପରେ ମୁଁ ଏଇ ଯେଉଁ ସଂଗଠନଟା ସୃଷ୍ଟି କରିବା ପାଇଁ ଏ ସମସ୍ତ ମହିଳାମାନଙ୍କୁ ଡାକି ସେମାନଙ୍କ ସାଥିରେ ଆଲୋଚନା କରି ବାବାଙ୍କ ସହିତ ଆଲୋଚନା କରି ଏଇ ଅନୁଷ୍ଠାନଟାକୁ ମାନେ ଆଗକୁ ବଢ଼େଇ ଚାଲିଛୁ। ଆଗକୁ ଆହୁରି ବଢ଼େଇବା ପାଇଁ ଆମର ପ୍ରୟାସ ଜାରି ରହିବ। ମୁଁ ଏତିକି କହିବି। ମୁଁ ଶ୍ରୀ ବସନ୍ତ କୁମାର ଦାସ, ଏକ୍ସ ନୋମିନି ଷଡ଼ାଂଶ ଜିପି। ମୋ ଘର କଣ୍ଟିଶାଳ। ଆପଣଙ୍କ ଗାଁର ମହିଳାମାନେ ଆପଣଙ୍କ ଗାଁର ପରିଚୟକୁ ଆହୁରି ବଢ଼ାଉଛନ୍ତି, କ'ଣ କହିବି? ଆଜ୍ଞା ନିଶ୍ଚୟ। ଆମ ଗାଁର ମହିଳାମାନେ ମୁଁ ତ କହିବି ଯେ ନିଆଳି ବ୍ଲକରେ ଆମର ଏ ଗାଁ ମହିଳା ଗ୍ରୁପଟି ଏ ଯେଉଁ ସଂକୀର୍ତ୍ତନ ମଣ୍ଡଳୀଟି କରାହେଇଛି ଆମ ହିନ୍ଦୁ ଧର୍ମର ପ୍ରସାର ପ୍ରଚାର ପାଇଁ ଏବଂ ଗୋଟେ ବାର୍ତ୍ତା ଦେବା ପାଇଁ ଏ ମହିଳାମାନେ ଉଜାଗର ଅଛନ୍ତି ଏବଂ ଅନେକ ଜାଗାକୁ ଯାଇ ଏମାନେ ମଧ୍ୟ ବହୁତ ନାଁ କମେଇକି ଆସୁଛନ୍ତି ଏବଂ ଆଗାମୀ ଭବିଷ୍ୟତରେ ଏମାନେ ମଧ୍ୟ ଆଗକୁ ଯିବା ପାଇଁ ଯାହା ଯେମିତି ଦରକାର ଆମେ ଏକଥା ମଧ୍ୟ କରିବୁ। ଏବଂ ସେମାନଙ୍କର ଘର ଦ୍ୱାର କିଛି ନଥିଲା, ଏ ଘରେ ସେ ଘରେ ସେମାନେ ସଂକୀର୍ତ୍ତନ କରୁଥିଲେ। ଆମର ସ୍ଥାନୀୟ ବିଧାୟକ ଶ୍ରୀ ଛବି ମଲ୍ଲିକ ଆସି ତାଙ୍କୁ ଗୋଟେ ଘର ଦେଇଛନ୍ତି, ତାଙ୍କ ଡୋନେସନରେ ଗୋଟେ ଘର ତିଆରି ହେଇଛି। ତାଙ୍କ ପାଖରେ ଆମେ କୃତଜ୍ଞ ଅଛୁ ଏବଂ ଆଉ ମଧ୍ୟ ନିବେଦନ କରୁଛୁ ଆପଣଙ୍କ ମାଧ୍ୟମରେ ଯେ ଆଉ କିଛି କାମ ଅସମ୍ପୂର୍ଣ୍ଣ ଅଛି ସେଇଟା ସମ୍ପୂର୍ଣ୍ଣ କରାଯାଉ। ଇଏ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ଅଭୟ ବାବା ଆଜି ଦେହାନ୍ତ ହୋଇଯାଇଛନ୍ତି, କିନ୍ତୁ ତାଙ୍କର ପ୍ରେଜେନ୍ସଟା ଆମେ ଆଜି ଅନୁଭବ କରୁଛୁ। କାହିଁକି ନା ଏ ଗାଁର ସମସ୍ତ ମହିଳାମାନେ ଅବଶ୍ୟ ଆମେ ଚିନ୍ତା କରୁଛୁ ଯେ ଗାଁର 300 ପରିବାର 300 ମହିଳା ଏଠାରେ ଆସି ଉପସ୍ଥିତ ହୁଅନ୍ତୁ ବୋଲି ଆମେ ପ୍ରୟାସ ଜାରି ମଧ୍ୟ ରଖିବୁ। ଆଗକୁ ଭଲ କରିବୁ। ଏ ମହିଳାମାନଙ୍କ ଦ୍ୱାରା ଆମ ଓଡ଼ିଶାର ସଂସ୍କୃତି, ଆମର ପରମ୍ପରା, ଆମ ଗାଁର ଧର୍ମ ଏମାନେ ସେଇ ଅଁଳା ନବମୀ ପାଳନ କରି ଏଇ ବାର୍ତ୍ତା ଦେଉଛନ୍ତି ଯେ ଭଉଣୀମାନେ ମାଆମାନେ ଆଜିର ଯେଉଁ ପବିତ୍ର ଦିବସଟାକୁ ଆପଣମାନେ ସମସ୍ତେ ପାଳନ କରନ୍ତୁ, ଏ ଓଡ଼ିଶାକୁ ଆଗକୁ ନିଅନ୍ତୁ। ମିନର୍ଭା ରାଉତ, କଣ୍ଟିଶାଳ। କ'ଣ ହେଉଛି ଆପଣଙ୍କର ଯେଉଁ ଭଳି ମହିଳାମାନେ ଏକଜୁଟ ହେଉଛନ୍ତି, ଏଠି ସବୁ ସଂକୀର୍ତ୍ତନ କରୁଛନ୍ତି, କ'ଣ ବାର୍ତ୍ତା ଯାଉଛି? ସଂକୀର୍ତ୍ତନ ଆଗ ଥିଲା ବାବା ଆମର ଗୋଟେ ଥିଲେ, ଆଉ ଡାକିଲେ ସମସ୍ତଙ୍କୁ ଗୋଟେ ସଂକୀର୍ତ୍ତନ କରିବା। ଗୋଟେ ସାର୍ ଆସିଲେ କହିଲେ, ଆଉ ବାବା ତ ଏକ୍ସପାର୍ଟ କରିଗଲେ, କିନ୍ତୁ ବାବା ବହୁତ ଗର୍ବରେ ଆମକୁ ସମସ୍ତଙ୍କୁ ଡାକିଥିଲେ। ମୋତେ ବି ଡାକିଥିଲେ, ମୁଁ ଏକୁଟିଆ ହେବେ ବୋଲି ଆସିପାରିଲିନି, କିନ୍ତୁ ସମସ୍ତେ ମହିଳାମାନେ ଜୁଟିକିରି ସବୁ କାମ କରି ଆଣି ଥୋଇଲେ ସମସ୍ତଙ୍କର। ବାବାଙ୍କର ମୋତେ ବାବା ବହୁତ, ମୁଁ ଏ ଅଁଳା ଗଛ ବିଷୟରେ ବି କିଛି ଜାଣିନଥିଲି। ବାବା ମୋତେ ବହୁତ ଆଗ୍ରହ କରିକି ଯାଇ କହିଥିଲେ। ମୁଁ ଯାଇ ଆସିକିରି ଏଠି ପୂଜାପୂଜି କଲି, 5 ବର୍ଷ ହେଲାଣି ପୂଜିଲି। କିନ୍ତୁ ବାବା ଏବେ ଚାଲିଗଲା ଦିନଠାରୁ ବହୁତ ମନେ ପଡ଼େ ବାବାଙ୍କ କଥା। କିନ୍ତୁ ସବୁ ଯେତେ ଯାହା ହୁଏ ମୋତେ ବାବା ବହୁତ ଡାକନ୍ତି, କିନ୍ତୁ ମୁଁ ଏକୁଟିଆ ଯୁଗରୁ ଆସିପାରେନି। କିନ୍ତୁ ବାବା ମୋତେ ବହୁତ ସବୁଥିରେ ଡାକନ୍ତି ଆସିକିରି। ପୀଠର କ'ଣ ମାହାତ୍ମ୍ୟ ରହିଛି? ବାବାଙ୍କର ବାବା ଥିଲେ, ବାବା ତାଙ୍କୁ ମୁଁ ଜାଣିନାହିଁ, କିନ୍ତୁ ବହୁତ ଛୋଟ ଥିଲି। ବାବାଙ୍କର ପଦ ନେଇକରି ରହିଲେ। ସମସ୍ତଙ୍କର ବାବାଙ୍କର ଶିଷ୍ୟ କେହି ନଥିଲେ ପଛ, କିନ୍ତୁ ବାବାଙ୍କର ଶିଷ୍ୟ ସବୁ ବହୁତ ଲୋକ ଥିଲେ। ସେଇଦିନଠାରୁ ସେ ଅନୁଷ୍ଠାନଟା ଚାଲିଛି। ଆଉ ଏଠି ବାବା ଯେତେବେଳେ ଆସିଲେ କହିଲେ, ଗୋଟେ ସାର୍ ଆସି କହିଲେ ସଂକୀର୍ତ୍ତନ କରିବା, କ'ଣ କରିବା। ସ୍ତ୍ରୀ ଲୋକଙ୍କୁ ସବୁ ବାବା ଡାକିଲେ, ଯେ ଯାହା ଘରେ ଯିଏ ସବୁ ସଂକୀର୍ତ୍ତନ ମହିଳାମାନେ ସବୁ କରୁଛନ୍ତି, ତୁମମାନେ ସବୁ ସହଯୋଗ କରୁଛ, କେମିତି ନିଜକୁ ଗର୍ବ ଅନୁଭବ ହୁଏ? କଣ୍ଟିଶାଳ ଛୋଟିଆ ଗାଁ। ହଁ, ବହୁତ ଗର୍ବ ଅନୁଭବ ହୁଏ। ବହୁତ ଜାଗାକୁ ବି ଯାଇଛନ୍ତି, ପୁରୀଠୁ ସବୁ ମାନେ ଜାଗାକୁ, ବହୁତ ଜାଗାକୁ ସେ ଯାଇଛନ୍ତି ଆଉ ସଂକୀର୍ତ୍ତନ କରିଛନ୍ତି। ବହୁତ ଭଲ ଜିଲ୍ଲାକୁ ଯାଇଛନ୍ତି। ଆଜି ବି ତାଙ୍କର ଗୋଟେ ଅଛି କେଉଁଠିକି ଯିବା ପାଇଁକା, ଆଜ୍ଞା ଆମଣାକୁଦୁ ଯିବା ପାଇଁ ବି ଅଛି। ସେ ଯିବେ। ଆମର ଏଇ ଅନୁଷ୍ଠାନଟା ଖାଇବା ପିଇବା ସରିଗଲା ପରେ ସେ ଯିବେ ସଂକୀର୍ତ୍ତନ କରିବା ପାଇଁକା। ମାନେ ସମସ୍ତ ଅଞ୍ଚଳରେ ଆପଣଙ୍କ ଗାଁ ଆଜି ପରିଚିତ? ଆଜ୍ଞା, ମହିଳାମାନଙ୍କ ସକାଶେ। ହଁ, ମହିଳାମାନଙ୍କ ସକାଶେ, ଆମ ବାବାଙ୍କ ସକାଶେ। ବାବା ବି ଥିଲେ, ଆମକୁ ବହୁତ ସହଯୋଗ କରିଛନ୍ତି ନା। ବାବାଙ୍କ ଯୁଗରୁ ଆମେ ଏତେ ବାଟ ଆସିପାରିଛୁ। ବର୍ତ୍ତମାନ ଏ ଯେଉଁ ଘରଟି ନୂଆ ନିର୍ମିତ ହେଇଛି, ସମ୍ପର୍କରେ କ'ଣ ସୁବିଧା ହେଉଛି ଆପଣଙ୍କୁ? ସବୁ ସୁବିଧା ହେଉଛି। ଆମର ନଥିଲା ଘର, ବାବାଙ୍କ ଘରେ ଆମେ କରୁଥିଲୁ, ବାବାଙ୍କ ମଠରେ କରୁଥିଲୁ। ବାବାଙ୍କର ସହଯୋଗ ଯୋଗୁରୁ ଏଠି ଘର ହେଲା, ଆଉ ଆମେ ବହୁତ ଉପକୃତ କରୁଛୁ। ଆଉ ବିଧାୟକ ଆସିଥିଲେ ଉଦ୍ଘାଟନ? ଆଜ୍ଞା, ବିବାହିତ ଆସିଥିଲା, ଖାଇବା ପିଇବା ହେଇଥିଲା, 25ଟା ହେଇଥିଲା। ଆମେ ସବୁ ଭଲରେ ଚାଲିଛି। ଆଉ ଏବେ ବିଧାୟକଙ୍କ ସହଯୋଗ ଆପଣଙ୍କ ପ୍ରତି ରହିଛି? ଆଜ୍ଞା,
ଯଦି କେତେ ବର୍ଷ? ମୋ ନାଁ ଅନୁପମା ଜେନା, ଆମ ଘର କଣ୍ଠିଶାଳ, 25 ବର୍ଷ। ମୁଁ ସଂକୀର୍ତ୍ତନ କରେ। ଆମ ସଂକୀର୍ତ୍ତନ ମଣ୍ଡଳୀ ନା ସାଧୁ ଗୋସ୍ୱାମୀ ସଂକୀର୍ତ୍ତନ ମଣ୍ଡଳୀ। ଆମେ ବିଭିନ୍ନ ଜାଗାକୁ ଯାଉଛୁ ବୁଲିବାକୁ, ସଂକୀର୍ତ୍ତନ କରିବାକୁ। ବହୁତ ଲୋକ ଭଲ ପାଉଛନ୍ତି। ଆଉ ମୁଁ ଚାହୁଁଛି ଯେ ଆଗକୁ ସମସ୍ତେ ଏମିତି ସଂକୀର୍ତ୍ତନରେ ଧ୍ୟାନ ଦିଅନ୍ତୁ ବା କରନ୍ତୁ। ମୁଁ ବି ଝାଞ୍ଜ ବଜାଏ, ବହୁତ ଲୋକ ଭଲ ପାଆନ୍ତି, ଆଶୀର୍ବାଦ ବି କରନ୍ତି। ଧନ୍ୟବାଦ। ମୋ ନାଁ ଉର୍ମିଲା ଦାସ, କଣ୍ଠିଶାଳ ଗ୍ରାମବାସୀ। କୋଉଠି ଘର? କଣ୍ଠିଶାଳ। ହଁ, କ'ଣ ଏଠି କରୁଛନ୍ତି ଆପଣମାନେ? ଆମେ ଏଠି ସଂକୀର୍ତ୍ତନ କରୁଛୁ। କ'ଣ ଆପଣ ଅନୁଷ୍ଠାନ ନା କ'ଣ? ସାଧୁ ଗୋସ୍ୱାମୀ ସଂକୀର୍ତ୍ତନ ମଣ୍ଡଳୀ। କ'ଣ ଆପଣମାନେ କରନ୍ତି? ମହିଳା କେତେ ଜଣ ଆପଣ ଟିମ୍ରେ ଅଛନ୍ତି? କ'ଣ ସବୁ ବ୍ୟବସ୍ଥା? ମହିଳା ଆମେ 14 ଜଣ ଅଛୁ, ସେଇଠୁ ସଂକୀର୍ତ୍ତନ କରୁ। ନାମ ଟିକେ କୀର୍ତ୍ତନ କଲ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 हरे 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 कृष्णा कृष्ण कृष्ण हरे 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 राम 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 हरे हरे। कौन ना कौन? उर्मिला दास घर कंटीशाला। कौन को अनुष्ठान तुमरो? आमर साधु गोस्वामी संकीर्तन महिला संकीर्तन मंडली। कौन के जन अछंती? आम टीम रे आमे 14 जन अछु। आम सार अछंती। कुआड कोन जाउ जो कोन सब करजो? हां हम सब गां को जे जोठी अष्टपहरी होई हमें जाऊ संकीर्तन करो ठाकुर नाम धरो। केमती लागु ठाकुर नाम धरियो ए करियो? हां भल लागे।